पाकिस्तान देखा जाउछि आज दिन तमाम पाकिस्तान एक प्रकार चुप अछि एवं राति जेतेबेले बढ़ुछि पाकिस्तान से अंधार रे आसिकिरी जहा किछि गंडगोल करुछि गोला फोपाडुछि आज हुए तो करिपारे आगକୁ ମଧ୍ୟ କରିପାରେ ସେ କଥା କେହି ଅସ୍ୱୀକାର କରୁନାହାନ୍ତି ଏବଂ ଆମର ସୈନ୍ୟବାହିନୀ ସେମାନେ ପୁରା ସଜାଗ ଅଛନ୍ତି ଆମେ ମୂଳରୁ କହିଲେ କିଛି ଏବେ ମଧ୍ୟ କହୁଛୁ ଯେ ଆମ ସାଙ୍ଗେ ଲାଗିଲେ ଆମେ ଛାଡିବୁ ନାହିଁ ଅଣ୍ଟା ଭାଙ୍ଗି ଦବୁ ଏକା। हेलो नमस्कार ମୁଁ ରାଜାରାମ ଶତପଥୀ କାଲି ରାତିରେ ଯେଉଁମାନେ ସବୁ ଆକାଶକୁ ଦେଖିଥିବେ ଏଭଳି ଭାବରେ ବାଣ ଫୁଟିଲା ଭଳି ଲାଗିଲା ଯେମିତି ଦୋଳଯାତ୍ରା ମେଲଣ ହଉଥିଲା। ପାକିସ୍ତାନ ଭାରତ ସୀମାରେ କାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ କୋଉ ଗୋଟିଏ ଜାଗା ନାହିଁ ଯୋଉଠିକି ଏମିତିଆ ବାଣ ଫୁଟୁ ନଥିଲା। ଇ ଚାଲିଲା ପ୍ରାୟ ଘଣ୍ଟେ କାଳ ପର୍ଯ୍ୟନ୍ତ ଏମିତି ଚାଲିଲା। ଆମର କିନ୍ତୁ ଯେଉଁମାନେ ଯୋଉମାନେ ଅନ୍ତତଃ ଭାବୁଥିବେ ଯେ ଏ ସତରେ କଣ ବାହାଘର ରୋଷଣୀ କି ଦୋଳଯାତ୍ରା ମେଲଣ କଣ ହଉଛି କି କିନ୍ତୁ ପ୍ରକୃତରେ ଏଇ ସବୁ ଯାହା ସବୁ ଆଲୁଅ ଦିଶୁଥିଲା ଆକାଶରେ ଏମିତି ହାବେଳି ମାରିଲା ଭଳିଆ ସବୁ ଦିଶୁଥିଲା ସେ ସବୁ ପ୍ରକୃତରେ ପାକିସ୍ତାନ ପଟୁ ଭାରତ ଉପରକୁ ଡ୍ରୋନରେ ଆକ୍ରମଣ ହଉଥିଲା। ରାତି ଯେତେବେଳେ ହେଇଯାଇଥିଲା 8-9ଟା ବେଳକୁ ପାକିସ୍ତାନର ପ୍ରସ୍ତୁତି ଆରମ୍ଭ ହୋଇ ଗୋଟାକ ପରେ ଗୋଟା ପରେ କାଶ୍ମୀରରୁ ଆରମ୍ଭ କରିକି ଗୁଜରାଟ ପର୍ଯ୍ୟନ୍ତ ଯେତେ ବଡ ସୀମା ଆମର ଅଛି ପାକିସ୍ତାନ ସହିତ ସବୁଠେଇଁ ତାଙ୍କ ପକ୍ଷରୁ ଯୋଉ ଡ୍ରୋନ ସବୁ ଥିଲା ସେ ସବୁ ଆସି ଆକ୍ରମଣ କରାଗଲା। କିନ୍ତୁ ତାଙ୍କର ଆଜି ଘରେ ଚୁଲି ଜଳୁ ନଥିବ କାହିଁକି ନା ସେ ଏତେ ବାଣ ଫୁଟେଇଲେ ଏତେ ଗୁଳିଗୋଳା ଆମ ଆଡକୁ ଛାଡିଲେ ତା ଦେହରେ ଆମର କୌଣସି ଗୋଟାକରେ କିଛି ପଡିଲାନି। ସେ ପୁଣି କାହାକୁ ଲକ୍ଷ୍ୟ କରିଥିଲେ ଆମେ ମୂଳରୁ କହି ଆସିଛୁ ଯୋଉ ଦିନ ଠାରୁ ସେମାନେ ପହଲଗାମ ଆତଙ୍କବାଦୀ ଘଟଣା ହେଲାଣି ତା ପରଠୁ ଭାରତ ଯେଭଳି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛି ଭାରତ ବରାବର 2-3ଟି କଥା କହିଛି ଯେ ଆମେ ପାକିସ୍ତାନ ବିରୁଦ୍ଧରେ କିଛି ଆମର କହିବାର ନାହିଁ ପାକିସ୍ତାନର ଜନସାଧାରଣଙ୍କ ବିରୁଦ୍ଧରେ କିଛି କହିବାର ନାହିଁ କିମ୍ବା ଏପରିକି ପାକିସ୍ତାନର ରାଜନୀତିରେ ମଧ୍ୟ ଆମର କିଛି ଲେଣଦେଣ ନାହିଁ। ଆମର କେବଳ ଲକ୍ଷ୍ୟ ହଉଛି ପାକିସ୍ତାନରେ ଖାଇ ପିଇକିରି ବଢୁଥିବା ଏବଂ ଚାରିଆଡେ ଯୋଉଭଳି ଭାବରେ ଅରାଜକତା ସୃଷ୍ଟି କରୁଛନ୍ତି ନରହତ୍ୟା କରୁଛନ୍ତି ସେଇ ଆତଙ୍କବାଦୀ ମାନଙ୍କୁ ସଫା କରିବା। ଆମେ ମଧ୍ୟ ମୂଳରୁ ଏକଥା କହିଥିଲୁ ତାଙ୍କର ଅଣ୍ଟା ଭାଙ୍ଗିଦବୁ। ତେଣୁ କାଲି ରାତିରେ ତାଙ୍କ ମୁଣ୍ଡରେ ବିଛା ପଶି ଯାଇଥିବ ବେଶୀ ଏଇଥିପାଇଁ ତାଙ୍କ ଘରେ ଆଜି ରୋଷେଇ ହେଇନଥିବ ଏଇଥିପାଇଁ ଯେ ଏତେ ବାଣ ସେ ମାରିଲେ କାଲି ରାତିରେ ଆମ ଇଣ୍ଡିଆରେ କୌଣସି ଗୋଟେ ଜାଗାରେ ସେଥିରୁ କିଛି ପଡିଲାନି। ସେ ପୁଣି ମାରିଛନ୍ତି କାହାକୁ ଲକ୍ଷ୍ୟ କରି ଆମର ଯୋଉଠି ସବୁ ମିଲିଟାରୀ ଇନଷ୍ଟଲେସନ ଅଛି ଆମର ଯୋଉଠି ସବୁ ସିଭିଲ ଏରିଆ ଅଛି ସାଧାରଣ ଲୋକଙ୍କର ଗାଁ ଅଛି ଗାଁ ଗଣ୍ଡା ଯୋଉଠି ସୀମାନ୍ତରେ ଅଛି ତାକୁ ହିଁ ଲକ୍ଷ୍ୟ କରି ସେମାନେ ବାଣ ଛାଡିଛନ୍ତି। କଣ କରିବା କଥାରେ ଅଛି ଚାଇନା ମାଲ ରଖିଥିଲେ ଯାହା ଅବସ୍ଥା ହୁଏ ତାଙ୍କ ଅବସ୍ଥା ମଧ୍ୟ କାଲି ସେୟା ହେଲା। ପ୍ରତ୍ୟୁତ୍ତରରେ ଆମେ ମୂଳରୁ କହିଥିଲୁ ଆମ ସାଙ୍ଗରେ ଲାଗିବନି ଆମେ ଯୋଉ ଲକ୍ଷ୍ୟରେ କହିଛୁ ସେଇ ଲକ୍ଷ୍ୟ ହିଁ ସାଧନ ହେଲା ପରେ ଆମର ଆଉ କିଛି କହିବାର ନାହିଁ କିନ୍ତୁ ପାକିସ୍ତାନ ତ ଶୁଣିବାର ନାହିଁ। ପାକିସ୍ତାନ ପଦାକୁ ଗୋଟେ କଥା କହେ ପ୍ରକୃତରେ ତାଙ୍କ ଦେଶ ଭିତରେ ଆଉ ଗୋଟେ କଥା ଅର୍ଥାତ୍ ତାଙ୍କର ଯୋଉମାନେ ଆତଙ୍କବାଦୀ ବୋଲିକିରି ଆମେ କହୁଛୁ ପ୍ରକୃତରେ ସେ କିଏ ଆଉ ତାଙ୍କୁ ଖାଇ ପିଇକିରି ପୋଷିକିରି ରଖିଛି କିଏ କି ତାଙ୍କ ସେନାବାହିନୀ। ପାକିସ୍ତାନ ଗୋଟେ ଏମିତି ଦେଶ ସେଠି ଯୋଉମାନେ ସବୁ ଜନପ୍ରତିନିଧି ତାଙ୍କ ଦ୍ଵାରା ସରକାର ଚାଲେନି ସେଟା କେବଳ କାଗଜ ପତ୍ରରେ ତାଙ୍କ ଦ୍ଵାରା କେବଳ ସରକାରଟେ ଥାଏ ପ୍ରକୃତ ସରକାର ସେଠି ଚାଲେ ପ୍ରକୃତ ନିଷ୍ପତ୍ତି ଗ୍ରହଣ କରାଯାଏ ସବୁ ସେନାବାହିନୀ ସେଠି ହଉଛନ୍ତି ସବୁଠୁ ମାମଲତକାର। ଏବଂ କାଲି ଯାହା ହେଲା ଆମେ ଦେଖିଲେ ଆମେ ଯେତେବେଳେ ପୁଣି ପ୍ରତ୍ୟୁତ୍ତରରେ ଆକ୍ରମଣ ଆରମ୍ଭ କଲୁ ଆଜି ସକାଳୁ ସେମାନେ ଯେତେବେଳେ ଦେଖିଥିବେ ତାଙ୍କର ନିଶ୍ଚୟ ହୋସ ଉଡି ଯାଇଥିବ। କଣ ଦେଖିଲେ ପ୍ରଥମ କଥା ହଉଛି ତାଙ୍କର ତ ଯୋଉ ଏୟାର ଡିଫେନ୍ସ ଡ୍ରୋନ୍ ତାକୁ ତ ଆମେ ତା ପୂର୍ବ ଦିନ ଭାଙ୍ଗି ଦେଇଥିଲୁ ଏବଂ କାଲି ଆମେ ଲାହୋର ଏବଂ ରାଉଲପିଣ୍ଡି ଇସଲାମାବାଦ ଏମିତି ଅନେକ ଜାଗା ତାକୁ ଆମେ ଏଭଳି ଭାବରେ କ୍ଷତିଗ୍ରସ୍ତ କରିଛୁ ଯେ ଆଜି ତାଙ୍କର ଦେଖିଲା ପରେ ସେ ସବୁକୁ ତାଙ୍କ ନିଦ ଉଡିଯାଇଛି। ଲାହୋର ହଉଛି ପାକିସ୍ତାନର ଯାହା କହନ୍ତି ସବୁଠୁ ସାଂସ୍କୃତିକ ପ୍ରାଣ କେନ୍ଦ୍ର କାହିଁକି ନା ସେଇ ଲାହୋରରୁ ଭାରତକୁ ଦ୍ୱିଖଣ୍ଡ କରି ଗୋଟେ ପାକିସ୍ତାନ ଦେଶ ସୃଷ୍ଟି କରିବା
ଏଇ କଥା ସେ ଲାହୋରରୁ ହିଁ ପ୍ରଥମେ ଆରମ୍ଭ ହୋଇଥିଲା। ଯୋଉମାନେ ସବୁ କଠୋର ହିନ୍ଦୁ ଥିଲେ, ଇସଲାମ ଧର୍ମ କଟ୍ଟରବାଦୀ ସବୁ ଥିଲେ, ସେଇମାନେ ସବୁ ସେତେବେଳେ ସେଠି ଏକାଠି ହେଇ ସେଇ ଲାହୋର ହିଁ ଏ ଆଇଡିଆକୁ କହିବାକୁ ଗଲେ ଜନ୍ମ ଦେଇଥିଲା ଯେ ଆମେ ଭାରତ ଭିତରୁ ଅଲଗା ହେଇଯିବା, ଆମର ଗୋଟେ ନୂଆ ଦେଶ କରିବା, ପାକିସ୍ତାନ ତା ନାଁ ଦବ। ତେଣୁ ଯେତେବେଳେ ଲାହୋର ଉପରେ ଆକ୍ରମଣ ହେଇଛି କାଲି, ସେଇଥିଲାଗି ତାଙ୍କୁ ସେଟା ବେଶୀ ବାଧିଥିବ। ଖାଲି ସେତିକି ନୁହେଁ, ଆପଣ ଲକ୍ଷ୍ୟ କରିବେ ଆଜି ଦିନ ଭିତରେ ପାକିସ୍ତାନ ଦେଖାଯାଉଛି ଆଜି ଦିନ ତମାମ ପାକିସ୍ତାନ ଏକ ପ୍ରକାର ଚୁପ୍ ଅଛି ଏବଂ ରାତି ଯେତେବେଳେ ବଢୁଛି ପାକିସ୍ତାନ ସେ ଅନ୍ଧାରରେ ଆସିକିରି ଯାହା କିଛି ଗଣ୍ଡଗୋଳ କରୁଛି, ଗୋଳା ଫୋପାଡୁଛି। ଆଜି ହୁଏତ କରିପାରେ, ଆଗକୁ ମଧ୍ୟ କରିପାରେ, ସେ କଥା କେହି ଅସ୍ୱୀକାର କରୁନାହାନ୍ତି। ଏବଂ ଆମର ସୈନ୍ୟବାହିନୀ ସେମାନେ ପୁରା ସଜାଗ ଅଛନ୍ତି। ଆମେ ମୂଳରୁ କହିଲେ କିଛି ଏବେ ମଧ୍ୟ କହୁଛୁ ଯେ ଆମ ସାଙ୍ଗେ ଲାଗିଲେ ଆମେ ଛାଡିବୁ ନାହିଁ, ଅଣ୍ଟା ଭାଙ୍ଗି ଦବୁ ଏକା। ଆଜି ବଡ ଘଟଣା ଚକ୍ରରେ କଥା ଉଠିଲା ତାଙ୍କର ସେଠି ପାର୍ଲାମେଣ୍ଟରେ, ତାଙ୍କ ପାର୍ଲାମେଣ୍ଟରେ ଉଠିଲା ଯେତେବେଳେ ତାଙ୍କ ପାର୍ଲାମେଣ୍ଟର ମନ୍ତ୍ରୀ ଯିଏ ସିଏ କହିଲେ ଉଠିକିରି, କହିଲେ ଆମେ କାଲି ଭାରତ ଯେତେବେଳେ ପୁଣି ପକେଇଲା ପ୍ରତ୍ୟୁତ୍ତରରେ ଯାହା ସବୁ ଆକ୍ରମଣ ଆମକୁ ଯୋଉ କରି ନଷ୍ଟ କଲା, ଆମେ ଚାହିଁଥିଲେ ଆହୁରି ଅଧିକାଂଶ ତାଙ୍କର ମଧ୍ୟ ନଷ୍ଟ କରିପାରିଥାନ୍ତୁ। କିଛି ତ ନଷ୍ଟ କରିପାରିନାହାନ୍ତି, କହିଲେ ଆମେ ନଷ୍ଟ କରିପାରିଥାନ୍ତୁ, କିନ୍ତୁ ଆମେ କଲୁନୁ। କାହିଁକି ନା ରାତିରେ ଯେତେବେଳେ ଆମେ ଗୋଳା ପକେଇବୁ ବା ଆଉ କିଛି କାର୍ଯ୍ୟାନୁଷ୍ଠାନ କରିବୁ, ସେମାନେ ଜାଣିଦେବେ ଆମର ସବୁ ଜିନିଷ ପତ୍ର କୋଉଠି କଣ ଅଛି। ଆଜ୍ଞା ଆଠୁ ବଳି ହାସ୍ୟାସ୍ପଦ କଥା, ଆଉ କିଛି ବୋଧେ ନ ହେଇପାରେ। ଇତିମଧ୍ୟରେ କିଛି ଘଣ୍ଟା ହେଲାଣି କହିବାକୁ ଗଲେ ପାକିସ୍ତାନ ପଟୁ ଗୋଳା ବର୍ଷଣ କରିବା, ମିସାଇଲ ଆକ୍ରମଣ କରିବା, ଏସବୁ ସିନା କହିବାକୁ ଗଲେ ଟିକେ ଥମି ଯାଇଛି, ବନ୍ଦ ହେଇଛି ବୋଲି କହିହବନି, ପୁରା ଟିକେ ଥମି ଯାଇଛି। କିନ୍ତୁ ରାତିକୁ ପୁଣି କଣ ହେଇପାରେ। ଖାଲି ସେତିକି ନୁହେଁ, ଆଜି ଦିନ ଭିତରେ ଅନେକ ମଧ୍ୟ ସେଇ ପ୍ରକାର କାମ ଆମ ଦେଶ ଭିତରେ ମଧ୍ୟ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ତୁହାକୁ ତୁହା ସବୁ ବିଭିନ୍ନ ଡିଫେନ୍ସ ର ବିଭିନ୍ନ ମାନେ ଏୟାରଫୋର୍ସ ଚିଫ୍, ଆର୍ମି ଚିଫ୍, ନାଭାଲ, ତାଙ୍କ ସହିତ ସବୁ ଯୋଗାଯୋଗରେ ଅଛି। ଯାହା ଯାହା ସବୁ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଇକି ରହିବା ପାଇଁ, କାହିଁକି ନା ପାକିସ୍ତାନ କେବେ ଭରସା ଯୋଗ୍ୟ ଦେଶ ନୁହେଁ। ପାକିସ୍ତାନ ଆଉ ଗୋଟେ ଅସୁବିଧା ଭିତରେ ହେଇଛି, ଯେତିକି ସେ ଆଶା କରୁଥିଲା ପାକିସ୍ତାନ ଯେ ବାହ୍ୟ ଶକ୍ତି, ବାହାର ଦେଶ ତାଙ୍କୁ ସବୁ ପାକିସ୍ତାନକୁ ସାହାଯ୍ୟ କରିବେ, କାରଣ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଚାରିଆଡେ ମିଛ କହିକିରି ବୁଲୁଥିଲା, ଆମକୁ ଆଜ୍ଞା ଭାରତ ଆକ୍ରମଣ କରୁଛି, ଭାରତ ନିଜ ଦେଶରେ ଗଣ୍ଡଗୋଳ କରୁଛି, ତାଙ୍କ ଦେଶର ଲୋକ ତାଙ୍କ ସରକାରଙ୍କ ବିରୁଦ୍ଧରେ, ତାଙ୍କ ଦେଶ ବିରୁଦ୍ଧରେ ଗଣ୍ଡଗୋଳ କରୁଛନ୍ତି, ହିଂସାକାଣ୍ଡ କରୁଛନ୍ତି। ବାକି ଭାରତ ମିଛଟାରେ ଆମ ମୁଣ୍ଡରେ ଅଠା ଭଳି ଖସିଯିବ ପଡୁଛି, ଏମିତି ଚାରିଆଡେ ଯୋଉ ଚଲେଇଥିଲା, ଏଥରକ ପାକିସ୍ତାନ ଅନୁଭବ କରୁଛି, ଦେଖାଯାଉଛି ମଧ୍ୟ, ଆଜି ମଧ୍ୟ ସେଇ କଥା ଦେଖାଯାଇଛି। ନା ଆମେରିକା, ନା ଇଂଲଣ୍ଡ, ନା ୟୁରୋପିଆନ ୟୁନିୟନ କେହି ପାକିସ୍ତାନ କୁ ସାହାଯ୍ୟ କଲା ଭଳି ତାର ଯାହା କହନ୍ତି ହୌସଲା ବଢେଇବା ପାଇଁ କେହି ପଦେ କଥା ମଧ୍ୟ କହୁନାହାନ୍ତି। କାହିଁକି ନା ସମସ୍ତେ ଅନୁଭବ କରିଛନ୍ତି, ସମସ୍ତେ ପୃଥିବୀରେ ଅନୁଭବ କରୁଛନ୍ତି ଇଏ ଗୋଟେ ଦେଶ, ଏହାର ଏକମାତ୍ର କାମ ହେଲା ଆଉ କିଛି କରିବାନି, ଏକମାତ୍ର କାମ ହେଲା ସେଠି ଆତଙ୍କବାଦୀ ମାନଙ୍କୁ ତିଆରି କରି ଚାରିଆଡେ ପଠେଇବା ଏବଂ ଭାରତ ଭିତରେ ଯାଇକିରି ସବୁ ପ୍ରକାର ଗଣ୍ଡଗୋଳ କରିବା, ଯୋଉ ଦେଶରୁ ଇଏ ଜନ୍ମ ହେଇଥିଲା 1947 ମସିହାରେ। ତେଣୁ କେହି ଆଜି ତାକୁ ଆଉ ପାକିସ୍ତାନକୁ ସପୋର୍ଟ କରିକିରି କୌଣସି କଥା କହିନାହାନ୍ତି। ଇତିମଧ୍ୟରେ ଆଇଏମଏଫ ପାକିସ୍ତାନକୁ, ମୁଁ କାଲି କହୁଥିଲି, ପାକିସ୍ତାନ ତ ଋଣରେ ବଞ୍ଚୁଥିବା ଦେଶ, ବୋଧେ ପୃଥିବୀର କୌଣସି ଦେଶ ନାହିଁ ଯେ କି ଏତେ ପରିମାଣର ଋଣ କରିଛି। ଏବଂ ପାକିସ୍ତାନ ଆଜି ତାଙ୍କର ବୈଠକ ବସୁଛି, ଜଣା ପଡିବ ପରେ ଯେ ଆଇଏମଏଫ କୁ ସେମାନେ ମାଗିଥିଲେ ଆମକୁ ଆଉ କିଛି ଋଣ ଦିଅନ୍ତୁ। ଆଜ୍ଞା ଯୋଉ ଦେଶ ଋଣ କରୁଛି ସେ ଦେଶ ପୁଣି ଯାଇକିରି ପଇସା ଖର୍ଚ୍ଚ କରିକିରି, କାରଣ ଯୁଦ୍ଧ ହେଲେ ତ ପଇସା ଖର୍ଚ୍ଚ ହବ। ଆପଣ ଗୋଟିଏ ରକେଟ ମାଡ଼ କଲେ ସେ ତ ଆଉ 5 ଟଙ୍କିଆ ନୁହେଁ କି 10 ଟଙ୍କିଆ ରକେଟ ନୁହଁ, ତା ଦେହରେ ଲକ୍ଷ ଲକ୍ଷ ଟଙ୍କା ତ ଖର୍ଚ୍ଚ ହେଇଥିବ ନା। ଯୋଉ ଦେଶରେ ଟଙ୍କା ନେଇ ଖାଇବା ପାଇଁ, ଯୋଉ ଦେଶରେ ଅଟା କେଜି କାହିଁରେ କଣ, ଯୋଉ ଦେଶରେ ଅଣ୍ଡା ଗୋଟାକ ମାନେ ଆକାଶ ଛୁଆଁ ଦର ସବୁ, ଯୋଉ ଦେଶରେ ଏବେ ବି ପାଣି ତାଙ୍କର ଆମେ ତ ବନ୍ଦ କରିଦେଇଛୁ, ସିନ୍ଧୁ ନଦୀରେ ତାଙ୍କର ଅବସ୍ଥା ଆହୁରି ଖରାପ ହେଲାଣି, ସେ ଦେଶ ପୁଣି
ଅଣ୍ଟାରେ ଗାମୁଛା ଭିଡିକିରି ଯୁଦ୍ଧ କରିବାକୁ କାହିଁ ବାହାରିଛି? ଏବଂ ଏତେ ଲଜ୍ଜାହୀନ ଭାବରେ ପାକିସ୍ତାନ ପୁଣି IMF କୁ ଋଣ ମାଗିଛି ଯେ ଋଣ କିଛି ଦେଲେ ଆମେ ବଞ୍ଚିବୁ, ଆମର ଟଙ୍କା ପଇସା ଅଭାବ ଅଛି। ଏବଂ IMF ର ଆଜି ବୈଠକ ବସୁଛି। ମାନେ ଏଣେ ଋଣ, ତେଣେ ଦେଖିଲାକୁ ଯୁଦ୍ଧ। ମାନେ ବିଚିତ୍ର ଦେଶ, ସେ ଦେଶ ବିଚିତ୍ର ଦେଶ। ଆମେ କେବେ ଯୁଦ୍ଧକୁ ପସନ୍ଦ କରୁନଥିଲୁ, କାହିଁକି ନା ଆମେ ସେଥିରେ ନାହୁଁ। କ୍ଷତି ଯଦି ହୁଏ ଯୁଦ୍ଧରେ ତାହେଲେ ଆମର ବେଶୀ ହବ, କାହିଁକି ନା ଆମେ ହଉଛୁ ପୃଥିବୀର ଅନ୍ୟତମ ବୃହତ୍ତମ ଅର୍ଥନୀତି। ଆମେ ୟା ଭିତରେ ପୃଥିବୀର କହିବାକୁ ଗଲେ ତୃତୀୟ ବୃହତ୍ତମ ଅର୍ଥନୀତି ହେଇସାରିଲୁଣି। 5 ଥିଲୁ, 5 ରୁ 4 ୟା ଭିତରେ ତ ନିଶ୍ଚିତ ଭାବରେ ହେଇସାରିଲୁଣି। ଏବଂ 4 ରୁ 3 ଆଡକୁ ଆମେ ମୁହାଁଇଛୁ ଖୁବ ଦ୍ରୁତ ଗତିରେ। ଯେ ଆମେ କେବେ ଚେଷ୍ଟା କରିକି ମଧ୍ୟ ପାକିସ୍ତାନ ଏତେ ହିଂସାକାଣ୍ଡ କଲେ ମଧ୍ୟ ଆମେ କେବେ ବନ୍ଧୁକ ଉଠେଇଲୁ। କିନ୍ତୁ ଯେତେବେଳେ ସବୁ ଜିନିଷର ଗୋଟେ ସୀମା ଥାଏ, ସୀମା ପାର ହେଇଗଲା ପରେ ବାଧ୍ୟ ହେଇକିରି ଆମେ ଯାହା କାର୍ଯ୍ୟାନୁଷ୍ଠାନ କରିବା କଥା କରିଛୁ। ସେଇଥିଲାଗି ଆମ ସରକାରଙ୍କ ତରଫରୁ ବାରମ୍ବାର ମଧ୍ୟ କୁହାଯାଇଛି, ଆମେ ଏସ୍କାଲେସନରେ ବିଶ୍ୱାସ କରୁନା। ଅର୍ଥାତ୍ ଆମେ କଣ୍ଟା ବାଡିରେ ଲୁଗା ପକେଇକିରି କଳି କରିବା ଦେଶ ନୁହଁ। ତାହେଲେ ଆମେ ଆଗରୁ ଭିଆଇଥାନ୍ତୁ ଗଣ୍ଡଗୋଳ କରିବା ପାଇଁ, ଆମେ କରିନୁ। ଆମେ କେବଳ ନିଜର ଆତ୍ମରକ୍ଷା, ନିଜର ସ୍ୱାଭିମାନ ପାଇଁ ପ୍ରତ୍ୟୁତ୍ତରରେ ଯାହା କରିଛୁ, ପ୍ରତି ଆକ୍ରମଣରେ ଯାହା କରିଛୁ, ଆମେ କିନ୍ତୁ ଆକ୍ରମଣ କରିନୁ କେବେ। ୟା ଭିତରେ ଭାରତ ମଧ୍ୟ ତାର ସବୁ ପ୍ରକାର ପ୍ରସ୍ତୁତ ଚଲେଇଛି। ଆଉ ପାକିସ୍ତାନରେ ଆଉ ଗୋଟେ କଥା ଦେଖିବାକୁ ମିଳୁଛି, ଆପଣ ଜାଣିଥିବେ ଆଜ୍ଞା, ଆଜିକାଲି ସୋସିଆଲ ମିଡିଆର ଯୁଗ। ଆମ ଦେଶରେ ଯୋଉ ସବୁ ବଡ ବଡ ସେଲିବ୍ରିଟିଜ ଅଛନ୍ତି, ସେ ସେଲିବ୍ରିଟିଜ ମାନେ ଯେତେ ବଡ ବଡ ସେଲିବ୍ରିଟିଜ ଅଛନ୍ତି, ସିନେମା ଜଗତର ହୁଅନ୍ତୁ, ସାହିତ୍ୟର ହୁଅନ୍ତୁ, ନୃତ୍ୟ, ଗୀତ, ଯାହା କିଛି ହୁଅନ୍ତୁ, ଯୋଉଥିରେ ଯୋଉମାନେ ସବୁ ବଡ ବଡ ଲୋକ ଅଛନ୍ତି, ଯୋଉମାନେ ନାଁ କରିଛନ୍ତି, ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି। ଆମର ସୋସିଆଲ ମିଡିଆରେ ଆମର ଯୋଉମାନେ ସବୁ ଅଛନ୍ତି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ମାନେ, ଯାହାକୁ ଇନଫ୍ଲୁଏନ୍ସର କୁହାଯାଉଛି, ଅର୍ଥାତ୍ ସିଏ ଗୋଟେ କିଛି କଥା କହୁଛନ୍ତି ମାନେ, ସିଏ କଣ ଗୋଟେ ମତ ଦଉଛନ୍ତି ମାନେ ଲକ୍ଷ ଲକ୍ଷ ଲୋକ, କହିବାକୁ ଗଲେ କୋଟିରେ ତାଙ୍କୁ ଫଲୋ କରୁଛନ୍ତି। ପାକିସ୍ତାନରେ ମଧ୍ୟ ସେମିତି ସେଲିବ୍ରିଟିଜ ଅଛନ୍ତି। ପାକିସ୍ତାନରେ ମଧ୍ୟ ସୁନ୍ଦର ଗାଉଥିବା ଲୋକ ଅଛନ୍ତି, ନାଚୁଥିବା ଲୋକ ଅଛନ୍ତି, ସିନେମା କରୁଥିବା ଲୋକ ଅଛନ୍ତି। କେହି କିନ୍ତୁ ଏଭଳି କିଛି ବକ୍ତବ୍ୟ ରଖିପାରୁନାହାନ୍ତି ନିଜ ଦେଶ ସପକ୍ଷରେ ବର୍ତ୍ତମାନ ସ୍ଥିତିକୁ ଦେଖିକିରି, ଯୋଉଥିରେ କି ସାଧାରଣ ଲୋକ ଅନ୍ତତଃ ତାଙ୍କୁ ଫଲୋ କରିବେ। ଆମ ଦେଶରେ ଯାହା ଅଛି, କାହିଁକି ନା ଆମ ଦେଶ, ଆମେ କହିବା ପାଇଁ ଆମର କିଛି ସୁଯୋଗ ଅଛି ଯେ ତୁମେ ଆତଙ୍କବାଦୀ ମାନଙ୍କୁ ସେଠି ଜନ୍ମ ଦଉଛ, ଖାଇବା ପିଇବାକୁ ଦେଇ ପୋଷୁଛ, ସେମାନେ କଣ କହିବେ? କାହିଁକି ନା ଅନେକ ଆଲୋଚନା ମଧ୍ୟ ଆ ଭିତରେ ହଉଥିଲା ଯେ ପାକିସ୍ତାନ ଯଦି ଆମକୁ ଆକ୍ରମଣ କରି କଣ କାରଣ ଦେଖେଇକିରି ଆକ୍ରମଣ କରିବ। ଯଦି ଧରି ନିଆଯାଉ ଏବେ ଗୋଳା ପକଉଛି, ଆମେ ମନା କରୁନୁ, କିନ୍ତୁ ଫୁଲ ଫ୍ଲେଜେଡ ୱାର କରିବାକୁ ହେଲେ ପାକିସ୍ତାନ କଣ କରିବ? ଆମେ ତ ଚାରିଆଡକୁ କହୁଛୁ, ସାରା ପୃଥିବୀରେ ମିଳିତ ଜାତିସଂଘ, ପୃଥିବୀରେ ଯେତେ ବଡ ବଡ ସବୁ ଅନୁଷ୍ଠାନ ଅଛି, ସବୁ ଜାଗାରେ ଆମେ ଯାଇକି ତ କହିକିରି ଆସିଛୁ ଯେ ପାକିସ୍ତାନକୁ ବନ୍ଦ କର। ଏହା ଚାଲିଛି ସେଠି। ତେଣୁ ଆମେ ଯେତେବେଳେ ଆମ ଉପରେ ଆସିଲା, ଆମେ ସେତେବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛୁ। କିନ୍ତୁ ପାକିସ୍ତାନ ଭାରତ ଭିତରେ କଣ କହିବ? ଆମେ ତ କିଛି ତାଙ୍କର କରୁନୁ, ଆମେ ତ ତାଙ୍କର କିଛି ଖାଇନୁ। ତେଣୁ ପାକିସ୍ତାନ ବର୍ତ୍ତମାନ କଣ କହିକିରି ବି ଯୁଦ୍ଧ କରିବ? ଅନେକ ବିଶେଷଜ୍ଞ ମାନେ ମୁଁ ଦେଖୁଥିଲି ସବୁ ଆଲୋଚନାରେ କହୁଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ କଣ ଗୋଟେ କାରଣ ଦେଖେଇକିରି ଆମ ଉପରେ ଆକ୍ରମଣ କରିବ, ସେ କାରଣ ବି ସେ କିଛି ପାଉନି। ଇତିମଧ୍ୟରେ ଆମର ଯୋଉ ପପୁଲାର IPL ଚାଲିଥିଲା ଧର୍ମଶାଳାରେ ହିମାଚଳ ପ୍ରଦେଶର, ତାକୁ ପ୍ରାୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କାହିଁକିନା ସୀମା ପାଖ ତ, ତେଣୁ BCCI ରିସ୍କ ନବାକୁ ଚାହିଁନି। ଭଲ ନିଷ୍ପତ୍ତି ସେମାନେ ନେଇଛନ୍ତି। ସେମାନେ ସରକାରଙ୍କ ସହିତ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି ଏବଂ ସରକାରଙ୍କର ପରାମର୍ଶ ଅନୁସାରେ ସେମାନେ IPL କୁ ବର୍ତ୍ତମାନ ସେଠି ବନ୍ଦ କରାଯାଇଛି ଧର୍ମଶାଳାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ।
7 दिन ପରେ ସେମାନେ ଦେଖିବେ ପରିସ୍ଥିତି କୁଆଡକୁ ଯାଉଛି ଏବଂ ସେଇ ଅନୁସାରେ ସେମାନେ ନୂଆ ସ୍ଥାନ ଦେଖିବେ, ସେଠି ଠିକ କରିବେ କଣ ସେଠି କରାଯାଇ ପାରିବ। ଅନ୍ୟ କୌଣସି ଜାଗାରେ ଯଦି IPL ମ୍ୟାଚ୍ ହେଇପାରିବ ସେଥିପାଇଁ ମଧ୍ୟ କରାଯିବ। ଆଉ ଆମ ସରକାର ମଧ୍ୟ ଆମର ଯୋଉ ସବୁ ସିଭିଲ ଡିଫେନ୍ସ ଲୋକ ଅଛନ୍ତି, ଆମର ଅଗ୍ନିବୀର, ଆପଣ ଦେଖନ୍ତୁ କୌଣସି ଦେଶ ସହିତ ଯେତେବେଳେ ଯୁଦ୍ଧ ଲାଗିଯାଏ ଆପଣ କେବଳ ନିଜର ସୈନ୍ୟମାନଙ୍କ ଉପରେ ଭରସା କରିକି ରହିଲେ ଚଳିବନି। କାହିଁକି ନା ସୈନ୍ୟବାହିନୀ ମାନେ ଯେତେ ଆଗକୁ ଆଗକୁ ମାଡି ଯାଉଥିବେ, ସୈନ୍ୟବାହିନୀ ମାନେ ଯେତେ ଗୋଳା ବର୍ଷଣ କରୁଥିବେ ବା ଆକ୍ରମଣ କରୁଥିବେ, ଶତ୍ରୁ ପକ୍ଷରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯାହା ଯାହା ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବେ, ସେଥିରେ ତ ତାଙ୍କର ଗୁଳି ଗୋଳା ଖାଦ୍ୟ ବ୍ୟାକଅପ୍ ସପୋର୍ଟ ତାକୁ ଯଥେଷ୍ଟ ଦରକାର ନା। ଏବଂ ଏଇ ଯୋଉମାନେ ବ୍ୟାକଅପ୍ ସପୋର୍ଟ ପଛରୁ ଦିଅନ୍ତି ସେମାନେ କିଛି ଅର୍ଡିନାରୀ ଲୋକ ନୁହନ୍ତି। ସେମାନେ ସମସ୍ତେ ଅଳ୍ପ ବହୁତେ ସୈନ୍ୟମାନେ କଣ କରୁଛନ୍ତି ସୀମାନ୍ତରେ, ଯୁଦ୍ଧ ଲାଗିଲେ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ, ସୈନ୍ୟମାନଙ୍କର କଣ ଦରକାର, ତାଙ୍କୁ କି ପ୍ରକାର ସାହାଯ୍ୟ କେତେ ଜଲଦି ଦିଆଯାଇପାରିବ, ଏଇ ଯୋଉ ପ୍ରକାର ଟ୍ରେନିଂ, ଏ ଟ୍ରେନିଂ ଆମର ସିଭିଲ ଡିଫେନ୍ସ ଫୋର୍ସ ର ଅଛି, ଯାହାକୁ କହନ୍ତି ଗୋଟା ବେସାମରିକ ସୈନ୍ୟବାହିନୀ ସେମାନେ। ତେଣୁ କେନ୍ଦ୍ର ସରକାର ଇତିମଧ୍ୟରେ ଆମ ସାରା ଦେଶରେ ଯେତେ ବେସାମରିକ ସୈନ୍ୟବାହିନୀର ସବୁ ସିଭିଲ ଡିଫେନ୍ସ ଲୋକ ଅଛନ୍ତି ସବୁ, ତାଙ୍କୁ ସବୁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସବୁ ସୈନ୍ୟମାନଙ୍କର ତାଙ୍କୁ ବ୍ୟାକଅପ୍ ସପୋର୍ଟ ଦେବା ପାଇଁ ସେମାନଙ୍କୁ ନିଯୁକ୍ତି କରାଯିବ। ଦ୍ୱିତୀୟ କଥା ହଉଛି ଯୋଉଟା ସବୁଠୁ ଆପଣଙ୍କର ମନେ ଥିବ, ଯେତେବେଳେ କେନ୍ଦ୍ର ସରକାର ଅଗ୍ନିବୀର ବ୍ୟବସ୍ଥା ଆରମ୍ଭ କଲେ, ସାରା ଦେଶରେ ଆମର ଯୋଉମାନେ ସବୁ ନେତା ସବୁ ଥିଲେ ସେ କଣ ବୁଝିଲେ, ସେତେବେଳେ ସବୁ ଲୋକଙ୍କୁ ମତେଇ ନାନା ପ୍ରକାର ହିଂସାକାଣ୍ଡ କଲେ। ବିହାରରେ ତ ନିଆଁ ଲଗେଇଦେଲେ ଟ୍ରେନରେ, କି ଆଶ୍ଚର୍ଯ୍ୟ କଥା। ସରକାର ବାରମ୍ବାର ସେତେବେଳେ କହିଲେ ଯେ ଅଗ୍ନିବୀରର ଉଦ୍ଦେଶ୍ୟ ହଉଛି ଆପଣ ଗୋଟେ ସର୍ଟ ଟର୍ମ କୋର୍ସରେ ପୁରା ସେନାବାହିନୀରେ ଯେମିତି ସମସ୍ତେ ସୈନ୍ୟମାନେ ଯେମିତି ଅଛନ୍ତି ଆପଣ ମାନେ ମଧ୍ୟ ସେମିତି ସୈନ୍ୟବାହିନୀର ସବୁ ମର୍ଯ୍ୟାଦା ଉପଭୋଗ କରିବେ, ସବୁ ପ୍ରକାର ଷ୍ଟାଟସ ଆପଣଙ୍କୁ ଦିଆଯିବ ଏବଂ ଆପଣଙ୍କର ସର୍ଭିସ ପିରିୟଡ ଏତିକି ଅଳ୍ପ ସମୟ ପାଇଁ ହବ ଏବଂ ଯେତେବେଳେ ଆପଣଙ୍କୁ ରିଟାୟାର କରାଯିବ ସେତେବେଳେ ମଧ୍ୟ ପ୍ରବଳ କମ୍ପେନସେସନ ସରକାର ମଧ୍ୟ ଦେଇଥିଲେ। ସରକାରଙ୍କର ଉଦ୍ଦେଶ୍ୟ ଥିଲା ଯେ ଏଇଭଳି ଭାବରେ, କାହିଁକିନା ଅନେକ ଦେଶ ଅଛି ପୃଥିବୀରେ ଯୋଉଠି ଆପଣ କିଛି ବର୍ଷ ଯାଇକିରି ସେନାବାହିନୀରେ କାମ କରିବାକୁ ବାଧ୍ୟ। ଏବଂ ଇଂଲଣ୍ଡର ଯେ ରାଜକୁମାର ମଧ୍ୟ ସିଏ ମଧ୍ୟ ଯାଇକିରି ସେନାବାହିନୀରେ କିଛି ଦିନ, ତାଙ୍କ ଦେଶର ବ୍ୟବସ୍ଥା ସେୟା ଅଛି। ସାଉଥ କୋରିଆ କୁହନ୍ତୁ, ନର୍ଥ କୋରିଆ କୁହନ୍ତୁ, ଅନେକ ରାଜ୍ୟ ଅନେକ ଦେଶ, ଆମେରିକାରେ ମଧ୍ୟ ତାଙ୍କର ଅନେକ ଲୋକ ଯାଇକିରି ଡିଫେନ୍ସରେ କାମ କରନ୍ତି, ତାପରେ ଆସିକିରି ସେମାନେ ଅନ୍ୟ ଯାହା କାମ କରନ୍ତି। ଆମ ଦେଶରେ ସେ ପ୍ରକାର ବ୍ୟବସ୍ଥା ନାହିଁ। ଯାହାର କେବଳ ଇଚ୍ଛା ହେଲା ସରକାରଙ୍କ ଯେତେବେଳେ ଆଡଭର୍ଟାଇଜମେଣ୍ଟ ବାହାରୁଥିଲା, ଯେତେବେଳେ ରିକ୍ରୁଟମେଣ୍ଟ ହଉଛି ସେନାବାହିନୀରେ ରିକ୍ରୁଟମେଣ୍ଟ, ସେତେବେଳେ ଯାଉ। କିନ୍ତୁ ସରକାର ଏଡେ ବଡ ଦେଶ, 140 କୋଟି ଲୋକଙ୍କ ଦେଶ, 140 କୋଟି ଲୋକଙ୍କ ଦେଶରେ ଆପଣଙ୍କୁ ତ ପୁଣି ସାଧାରଣ ଲୋକଙ୍କୁ ପ୍ରସ୍ତୁତ କରିକି ରଖିବାକୁ ପଡିବ ମାନସିକ ଶାରୀରିକ ସ୍ତରରେ। ଏବଂ ସେମାନେ ଆସି ସୋସାଇଟିରେ ମଧ୍ୟ ଅଗ୍ନିବୀର ମାନେ ସେନାବାହିନୀରେ ତ କାମ କରିବେ ଏବଂ ସେମାନେ ଯେତେବେଳେ ରିଟାୟାର କରି ଆସିବେ ସେମାନେ ପୁଣି ସୋସାଇଟିର ବିଭିନ୍ନ ଜାଗାରେ ସେମାନଙ୍କର ପୁଣି ଅବସ୍ଥାପିତ ହେବେ, କିଏ କଣ ବିଭିନ୍ନ ପ୍ରକାର ସବୁ କାର୍ଯ୍ୟରେ ସହିତ ପୁଣି ଲାଗିବେ ନା ଘର ଚଳିବା ପାଇଁ, ନିଜ ଜୀବିକା ଅର୍ଜନ କରିବା ପାଇଁ। ସରକାର ତ ତାଙ୍କୁ କ୍ଷତିପୂରଣ ତ ବହୁତ ଦେଇଛନ୍ତି, ତା ବାଦ ମଧ୍ୟ ସେମାନେ ଆସି କରିବେ। ସେମାନେ ଗୋଟେ ଶୃଙ୍ଖଳିତ ଜୀବନ ଯାପନ କରିବେ, ସମାଜ ଉପରେ ତାଙ୍କର ଗୋଟେ ସକାରାତ୍ମକ ପ୍ରଭାବ ରହିବ, ସେମାନେ ସମାଜର କହିବାକୁ ଗଲେ ଦିଗ୍ଦର୍ଶକ ହେଇକିରି ବାହାରିବେ। ଆଜି ଦେଖନ୍ତୁ ଆମର ଅଗ୍ନିବୀର ମାନଙ୍କୁ ମଧ୍ୟ ସେମାନେ ମଧ୍ୟ ବାହାରୁଛନ୍ତି ଆମେ ବି ସୀମାନ୍ତରେ ଯାଇକିରି ପାକିସ୍ତାନ ସହିତ ଦବୁ। କାହିଁକିନା ସମସ୍ତଙ୍କ ମୁହଁରେ ବର୍ତ୍ତମାନ ଗୋଟିଏ କଥା, ଯେତେ ପ୍ରସ୍ତୁତି ହଉଛି ଚାରିଆଡେ, ଯେତେ ପ୍ରକାର ସବୁ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ସବୁକୁ ଯଦି ଆପଣ ହିସାବକୁ ନେବେ ସାମଗ୍ରିକ ଭାବେ, ଏ ସବୁର ମୂଳ ଉଦ୍ଦେଶ୍ୟ କଣ? ପାକିସ୍ତାନକୁ ପାନେ ଦବା। ନମସ୍କାର।